ବର୍ତ୍ତମାନ ମଧ୍ୟ ଘଟଣାଟି ଆଖି ଆଗରେ ନାଚି ଉଠୁଛି ପରିଷ୍କାର ଭାବରେ। ଯଦି ଘଟଣା ବିଷୟରେ କାହାଠାରୁ ଶୁଣିଥାନ୍ତି ତେବେ ମଧ୍ୟ ଅବିଶ୍ୱାସ କରିବାର ଯଥେଷ୍ଟ କାରଣ ଆଉ ସମ୍ଭାବନା ଥିଲା। ହେଲେ ଘଟଣାଟି ଘଟିଥିଲା ମୋ ନିଜ ଆଖି ସାମ୍ନାରେ। ଅବଶ୍ୟ ଭାରତରେ ନୁହେଁ, ପାକିସ୍ତାନରେ। ମଝିରେ ମଝିରେ ମୁଁ ପାକିସ୍ତାନ ଯାଏ ସରକାରୀ କାମରେ। ଯେତେଥର ଯାଇଛି ସବୁଥର ମୋତେ ଦେଖା କରିବାକୁ ହୋଇଥାଏ ମୋର ପ୍ରିୟ ବନ୍ଧୁ ସମରେଶଙ୍କ ସହିତ। ସମରେଶ ସେଠାରେ ଜଣେ ଲୋକପ୍ରିୟ ତହସିଲଦାର ଭାବରେ ସୁପରିଚିତ। ବାରମ୍ବାର ସମରେଶଙ୍କ ନିକଟକୁ ଯିବା ଫଳରେ ମୋତେ ବି ସେଠି କିଛି ଲୋକ ଚିହ୍ନି ଯାଇଥିଲେ। ଶେଷ ଥର ପାଇଁ ମୁଁ ପାକିସ୍ତାନ ଯାଇଥିଲି 1978 ମସିହା ଅପ୍ରେଲ ମାସରେ। ଏଥର କିନ୍ତୁ ମୋତେ ଟିକେ ଅଧିକ ଦିନ ରହିବାକୁ ହୋଇଥିଲା ସମରେଶଙ୍କ ସହିତ। ତାଙ୍କ ତହସିଲ ମଧ୍ୟରେ ଫସିଲ ବନ୍ଦ ଥିଲା ଗୋଟିଏ ଛୋଟିଆ ଗ୍ରାମ। ସେ ଗ୍ରାମରେ କୌଣସି ଏକ ଉତ୍ସବରେ ଯୋଗ ଦେବାର ନିମନ୍ତ୍ରଣ ପାଇଲେ ସମରେଶ। କିନ୍ତୁ ସମରେଶ ମୋତେ ତାଙ୍କ ସାଙ୍ଗରେ ନେବା ପାଇଁ ଜିଦ୍ କରି ବସିଲେ। ବହୁତ ବାଧ୍ୟ କରିବା ପରେ ମୁଁ ରାଜି ହେଲି ତାଙ୍କ ସହିତ ଯିବା ପାଇଁ ଉତ୍ସବକୁ। ଉତ୍ସବ ଦିନ ଯଥା ସମୟରେ ମୁଁ ଆଉ ସମରେଶ ଫସିଲ ବନ୍ଦରେ ପହଞ୍ଚିଲୁ। କିନ୍ତୁ ଆଶ୍ଚର୍ଯ୍ୟ, ସେଠାରେ ଉତ୍ସବର କୌଣସି ବି ଚିହ୍ନବର୍ଣ୍ଣ ନଥିଲା। ପ୍ରସ୍ତୁତିର ମଧ୍ୟ ସୂଚନା ନାହିଁ। କେବଳ କେତେଜଣ ଗ୍ରାମବାସୀ ଆମକୁ ପାଛୋଟି ନେବା ପାଇଁ ଆସିଛନ୍ତି। ସମସ୍ତେ ଚୁପଚାପ, ଗାଁ ସାରା ସୁନସାନ୍। ଜଣେ ବୟସ୍କ ଲୋକ ପ୍ରଥମେ ମୁହଁ ଖୋଲିଲା। ହଜୁର, ଏମିତି ଘଟଣା କେବେ ଘଟିନଥିଲା। ଗାଁଟା ଯାକ ଲୋକ କାମଦାମ ଛାଡ଼ି କବରଖାନା ପାଖରେ ଜମିଛନ୍ତି। କବରଖାନା ପାଖରେ? ଘଟଣା କ'ଣ? ବିସ୍ମୟରେ ସମରେଶ ପ୍ରଶ୍ନ କଲେ। ହଜୁର, ଗୋଟିଏ ମର୍ଡର ହୋଇଗଲା ଆମ ଗ୍ରାମରେ। ମର୍ଡର? କିଏ ମର୍ଡର ହୋଇଛି? ମୁଁ ଏଥର ପଚାରିଲି। ବୁଢ଼ାଟି ମୋ ଆଡ଼େ ଚାହିଁ ଉତ୍ତର ଦେଲା, ହଁ ହଜୁର, ଗାଁର ମୋଚି ମହମ୍ମଦକୁ କିଏ ମାରିଦେଇଛି। ସମରେଶ ପଚାରିଲେ, କିଏ ମୋଚି ବୁଢ଼ାକୁ ମାରିଲା? ବୁଢ଼ାଟି କହିଲା, ଆପଣ ଶୁଣିନାହାନ୍ତି କି ହଜୁର? କବର ଭିତରୁ ଜଣେ ବାହାରି ମହମ୍ମଦକୁ ମାରି ପୁଣି କବର ଭିତରେ ପଶିଗଲା ଆଜ୍ଞା। ଲୋକଟାଠାରୁ ଏଭଳି ଭୂତ କଥା ଶୁଣି ଭାଙ୍ଗିଗଲି ମୁଁ। କାରଣ ଭୂତ କଥା ଶୁଣିଲେ ମୋତେ ଭାରି ବିରକ୍ତି ଲାଗେ। ଯେତେ ସବୁ ବାଜେ କଥା ଏଇ ଅଶିକ୍ଷିତ ଗ୍ରାମୀଣଙ୍କ ନିକଟରେ। ସମରେଶଙ୍କ ମଧ୍ୟ ସେଇଆ। ଏଭଳି ଗୋଟିଏ କଥାକୁ ବିଶ୍ୱାସ କରୁଛି କିଏ? କ'ଣ ଏହି ବାଜେ କଥା ଶୁଣିବା ପାଇଁ ଆମକୁ ନିମନ୍ତ୍ରଣ କରିଥିଲ ନା କ'ଣ? ସମରେଶ ବିରକ୍ତିରେ ପ୍ରଶ୍ନ କଲେ। ବୁଢ଼ାଟି କହିଲା, ନାଇଁ ହଜୁର, ଆପଣଙ୍କୁ ମିଛ କହିବାକୁ ଜିଭ ଲେଉଟିବ ନାହିଁ। ଆସୁନାହାନ୍ତି ଆମ ସାଙ୍ଗରେ କବରଖାନାକୁ। ସମସ୍ତେ ଜମା ହୋଇ ଦେଖୁଛନ୍ତି ଖୁନି ଭୂତଟାକୁ। ସମରେଶ କୌଣସି ଉତ୍ତର ନ ଦେଇ ମୋ ମୁହଁକୁ ଚାହିଁଲେ ବିସ୍ମୟରେ। ଲୋକଟା କଥାରେ ଯେ ବହୁ ପରିମାଣରେ ସତ୍ୟତା ଅଛି ମୁଁ ମଧ୍ୟ ସେ କଥା ଉପଲବ୍ଧି କରୁଥିଲି ଅନେକାଂଶରେ। କିନ୍ତୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରୁନଥିଲି ଘଟଣାଟାକୁ। ଗୋଟିଏ ଭୂତ ଯେ କବର ଭିତରୁ ବାହାରକୁ ବାହାରି କୌଣସି ରକ୍ତ ମାଂସଧାରୀ ମଣିଷକୁ ଅକ୍ଲେଶର ହତ୍ୟା କରି ପୁଣି ଥରେ କବର ଭିତରକୁ ଫେରି ଯାଇପାରେ, ବିଶେଷ କରି ଆଜିର ଏହି ବିଂଶ ଶତାବ୍ଦୀର ଆଣବିକ ଯୁଗରେ, ଏକଥାକୁ କୌଣସି ଶିକ୍ଷିତ ମାନବ ମଧ୍ୟ ହସରେ ଉଡ଼ାଇ ଦେଇପାରେ। ଭୂତପ୍ରେତଙ୍କ କଥା ଯେ ମୁଁ ଆଦେ ଶୁଣି ନାହିଁ ସେ କଥା ନୁହେଁ। ତେବେ ଏସବୁକୁ ମୁଁ ମୋ ଆଈମା କାହାଣୀର ଚମତ୍କାର କାଳ୍ପନିକ ବୋଲି ଧରିନିଏ। ଏସବୁ ନାନା ପ୍ରକାର କଥା ମୁଁ ମୋ ମନରେ ଭାବୁଥାଏ। ହଠାତ୍ ସମରେଶଙ୍କ ଡାକରେ ମୋର ଚେତନା ଫେରି ଆସିଲା। ସେ କହିଲେ, କ'ଣ ଭାବୁଛ ବନ୍ଧୁ? ଆସ ଯିବା। ଆମେ ଆଜି ଉତ୍ସବରେ ତ ଯୋଗ ଦେଇ ହେଲାନି, ବରଂ ଭୂତର ଏକ ଉତ୍ସବରେ ଯୋଗ ଦେଲେ କିଛି ଚମକପ୍ରଦ ହେବ ଜୀବନରେ। ମୁଁ କହିଲି, ହଁ ହଁ, ନିଶ୍ଚୟ। ଆଉ ଜଣେ ପକ୍ୱକେଶ ବୃଦ୍ଧ ଦାଢ଼ିରେ ହାତ ବୁଲାଉ ବୁଲାଉ କହିଲେ, ହଁ ହଜୁର, ଆସନ୍ତୁ, ନିଜ ଆଖିରେ ଦେଖିଯିବେ ଭୂତକୁ। ଗାଁର ସବୁ ଲୋକ ବର୍ତ୍ତମାନ କବରଖାନା ପାଖରେ ଦେଖୁଛନ୍ତି ସେଇ ଭୂତକୁ। ସମରେଶଙ୍କ ମୁହଁକୁ ମୁଁ ଚାହିଁ କହିଲି, ଖୁବ୍ ମଜା ହେବ ନିଶ୍ଚୟ। ଏକ ଭୂତ ଦେଖିବା ଅନୁଭୂତି। ଆସ ଯିବା। ତାପରେ ଆମେ ସମରେଶ ଆଉ ମୁଁ ଜିପ୍ରେ ଆସି ବସିଲୁ। ଆମକୁ ଅପେକ୍ଷା କରି ଛିଡ଼ା ହୋଇଥିବା 2-3 ଜଣ ଲୋକ ମଧ୍ୟ ଜିପ୍ରେ ଆସି ବସିଲେ ସମରେଶଙ୍କ କଥାରେ। ସେଇ ଗାଁ ମୁଣ୍ଡରେ ଥିବା 3 ମୁହାଣୀ ଛକରୁ କଚ୍ଚା ରାସ୍ତାଟିଏ ଲମ୍ବି ଯାଇଥିଲା ଫସିଲବନ୍ଦ ଗାଁ ଭିତରକୁ। ସେଇ ରାସ୍ତା ଦେଇ ଆମ ଜିପ୍ ଚାଲିବାକୁ ଆରମ୍ଭ କଲା ମନ୍ଥର ଗତିରେ। ଜିପ୍ରେ ବସି ଗାଁ ଭିତରକୁ ଯିବା ପାଇଁ ହେଲେ ପ୍ରାୟ 2 କିଲୋମିଟର ବୁଲିବା ପାଇଁ ପଡ଼ିବ। ରାସ୍ତା ଖରାପ ଥିବାରୁ ଜିପ୍ ଖୁବ୍ ଧୀରେ ଧୀରେ ଚାଲୁଥିଲା। କିନ୍ତୁ ଭୂତକୁ ଦେଖିବାର ଆଗ୍ରହ ମନ ଭିତରେ ପହଁରୁଥିଲା ଖୁବ୍ ଦ୍ରୁତ ଗତିରେ। କେନାଲର ଦେଶ ପାକିସ୍ତାନ। ପ୍ରାୟ ଏମିତି ଗାଁ ନାହିଁ ଯେଉଁଠି କେନାଲ ନାହିଁ।
କେନାଲ ବନ୍ଧ ଉପରେ ଜିପ୍ ଚାଲିଥିଲା। ଲଳିତ ଗଛର ପତ୍ରରେ ଖରା ଅଳସ ଭାଙ୍ଗୁଥିଲା, କେଉଁଠି ବା ଧାନ ଗଛର ପତ୍ରରେ। ଭୌତିକ ପରିକଳ୍ପନା ଆମ ଦୁଇ ବନ୍ଧୁଙ୍କୁ କରିଥିଲା ସମ୍ପୂର୍ଣ୍ଣ ନୀରବ। ନିଜ ନିଜର ଖିଆଲ ଭିତରେ ଆମେ ହଜି ଯାଇଥିଲୁ ଦୁହେଁ। ଆମ ଦୁଇ ଜଣଙ୍କ ନୀରବତା ସରଳ ଗ୍ରାମବାସୀଙ୍କୁ ମଧ୍ୟ ବାଧ୍ୟ କରୁଥିଲା ନୀରବ ରହିବା ପାଇଁ। ଶେଷରେ ଜିପ୍ ଯାଇ ପହଞ୍ଚିଲା ଫସିଲବନ୍ଦ ଗାଁ ମୁଣ୍ଡରେ। ଗାଁଟି ନିହାତି ଛୋଟ ନୁହେଁ। କୌଣସି ଦୁର୍ଗର ପ୍ରାଚୀର ଭଳି ପଥର ପ୍ରାଚୀରଟିଏ ରହିଛି ଗାଁର ଆରମ୍ଭରେ। ହୁଏତ କୌଣସି ରାଜବଂଶର ଭଗ୍ନାବଶେଷ ସ୍ମୃତି ବହନ କରିଛି ପ୍ରାଚୀରଟି। ସେହି ପ୍ରାଚୀର ପରଠାରୁ ରାସ୍ତାଟି ଲମ୍ବିଛି ଗାଁ ଭିତରକୁ। ଗାଁ ମୁଣ୍ଡରେ 2-3ଟି ଛୋଟ ଦୋକାନ, ଗୋଟିଏ ପାନଗୁଆ ମସଲାର, ଆଉ ଅନ୍ୟ 2ଟି ଚା ଜଳଖିଆର। କେତୋଟି ପିଲା ଆଉ ଗ୍ରାମବାସୀ ଛିଡ଼ା ହୋଇଥିଲା ରାସ୍ତା ଉପରେ। ଆମକୁ ଦେଖିବା ପାଇଁ ସେମାନେ ଛିଡ଼ା ହୋଇଥିଲେ ସେଠାରେ। ମିଳିତ ଭାବରେ ନମସ୍କାର ଶବ୍ଦରେ ସ୍ୱାଗତ କଲେ ଆମକୁ। ଗୋଟିଏ 15-16 ବର୍ଷର ବାଳକ ଜିପ୍ ନିକଟକୁ ଆସିଲା। ଆମକୁ ନମସ୍କାର ଜଣାଇ କହିଲା, ଆସନ୍ତୁ ଆଜ୍ଞା, ସରପଞ୍ଚ ବାବୁ ମୋତେ ପଠାଇଛନ୍ତି ଏଠାରୁ ଆପଣଙ୍କୁ ସ୍କୁଲ ପର୍ଯ୍ୟନ୍ତ ନେଇଯିବା ପାଇଁ। ସେ କେଉଁଠି ଅଛନ୍ତି ବର୍ତ୍ତମାନ? ସମରେଶ ପିଲାଟିକୁ ପଚାରିଲେ। କବରଖାନା ପାଖରେ ଆଜ୍ଞା, ପୋଲିସ ଆସିଛି ଗାଁକୁ। ତାହେଲେ ଆମେ ସ୍କୁଲ ଘରକୁ ଯିବୁ କାହିଁକି? ମୁଁ ପଚାରିଲି ସେ ପିଲାକୁ। ପିଲାଟି କହିଲା, ଆପଣମାନଙ୍କ ରହିବା ବ୍ୟବସ୍ଥା ସେଠାରେ କରାଯାଇଛି। ଟିକିଏ ପରେ ସରପଞ୍ଚ ବାବୁ ମଧ୍ୟ ସେଠାକୁ ଆସିଯିବେ। ସ୍କୁଲ ଘରକୁ ଯିବା ପାଇଁ ମୋର ଆଦୌ ଇଚ୍ଛା ନଥିଲା। ସମରେଶଙ୍କ ମଧ୍ୟ ସେଇଆ ଚିନ୍ତା କରୁଥିଲେ ମନେ ମନେ। କିନ୍ତୁ ପିଲାଟିକୁ ପଚାରିଲେ, ନା, ଆମେ କବରଖାନା ପର୍ଯ୍ୟନ୍ତ ଯିବୁ। ସେଇଟା ଏଠୁ କେତେ ଦୂର? ପିଲାଟି କହିଲା, ଖୁବ୍ ନିକଟରେ ସାର୍, ଚାଲିଗଲେ ମଧ୍ୟ ହେବ। ଜିପ୍ ମଧ୍ୟ ଗାଁ ଭିତରେ ଦେଇ ଯାଇପାରିବ ସେ ପର୍ଯ୍ୟନ୍ତ। ଜିପ୍ ଭିତରେ ବସିଥିବା ଗ୍ରାମବାସୀ କେତେଜଣ ଓହ୍ଲାଇ ପଡ଼ିଲେ ବାହାରକୁ। ଆମ ସହିତ କଥାବାର୍ତ୍ତା ହେଉଥିବା ପିଲାକୁ ଚାହିଁଲି ମୁଁ। ସେ ପାଠ ପଢ଼ିବା ଭଳି ମନେ ହେଉଥିଲା। ମୁଁ ପଚାରିଲି, ତୁମ ନାଁ କ'ଣ? ପିଲାଟି କହିଲା, ଉସ୍ମାନ ହୁସେନ ସାର୍। ମୁଁ କହିଲି, କ'ଣ ପଢ଼ୁଛ ବର୍ତ୍ତମାନ? ପିଲାଟି କହିଲା, ହଁ ସାର୍, ଏଇ ବର୍ଷ କଲେଜ ଯାଇଛି। ତାପରେ ମୁଁ କହିଲି, ଆସ ଆମ ସହିତ କବରଖାନା ପର୍ଯ୍ୟନ୍ତ ଯିବ। ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ଉସ୍ମାନ ବୁଲି ଆସି ଜିପ୍ ଭିତରେ ବସିଲା। ଗାଡ଼ି ପୁଣି ଆଗେଇଲା ଗାଁ ଭିତରେ। ପ୍ରାୟ 5 ମିନିଟ୍। ଗାଁ ଶେଷରେ ପହଞ୍ଚିବାକୁ ଆମକୁ 5 ମିନିଟ୍ ଲାଗିଲା। ସେଠାରେ ଜିପ୍ରୁ ଓହ୍ଲାଇ ପଡ଼ିଲୁ ସମସ୍ତେ। ଗାଁର ଉପାନ୍ତରୁ ଅଳ୍ପ ଦୂରରେ ଥିଲା କବରଖାନା। ପ୍ରାୟ 150 ବର୍ଗଫୁଟ ପରିମିତ ଏକ ସ୍ଥାନ। ଚାରିପଟେ 3 ଫୁଟ ଉଚ୍ଚର ଗୋଟିଏ ପ୍ରାଚୀର ଘେରି ରହିଥିଲା ତାକୁ। ଅନେକ ଦିନ ତଳର ଭଳି ମନେ ହେଉଥିଲା ପ୍ରାଚୀରଟି କବରଖାନାର। କେତେକ ସ୍ଥାନରେ ଭାଙ୍ଗି ଯାଇଥିଲା ସେଇଟା। ସାରା ପ୍ରାଚୀରଟି ଉପରେ ଖରା, ବର୍ଷା, ଶୀତର ଅତ୍ୟାଚାରର ସୂଚନା ଦେଉଥିଲା। କବରଖାନା ପ୍ରାଚୀରର ପୂର୍ବପଟେ ଥିଲା ଫାଟକ। ଫାଟକ କହିଲେ ପ୍ରାଚୀର ନଥିବା ଖଣ୍ଡେ ସ୍ଥାନ। ଗୋଟିଏ କାଠର ଫାଟକ ଭଙ୍ଗା ଅବସ୍ଥାରେ ଲାଗି ରହିଥିଲା ଗୋଟିଏ ପଟ ପ୍ରାଚୀର ଦେହରେ। ଅନ୍ୟ ପଟେ ଫାଟକର ଚିହ୍ନବର୍ଣ୍ଣ ନଥିଲା। ଆମେ ସେଇପଟେ କବରଖାନା ଭିତରକୁ ପଶିଲୁ। କବରଖାନା ଭିତର ଯାକ ଲୋକ ଭର୍ତ୍ତି ହୋଇଥିଲେ। ଆମକୁ ତା ଭିତରୁ ପଶିବାର ଦେଖି ଜଣେ ବୁଢ଼ା ଲୋକ ଆମ ଦିଗକୁ ଆଗେଇ ଆସିଲେ। ବୟସ ପ୍ରାୟ 55 କି 56। ଉତ୍ତମ ସ୍ୱାସ୍ଥ୍ୟ। ପିନ୍ଧିଥିଲେ ପଞ୍ଜାବୀ ଆଉ ଟ୍ରାଉଜର। ଯୋଡ଼ ହସ୍ତରେ ଆମକୁ ନମସ୍କାର କରୁ କରୁ କହିଲେ, ଆପଣ କାହିଁକି ଏ ଅସ୍ଥାନକୁ ଆସିଲେ ଆଜ୍ଞା? ଉତ୍ସବଟା ମାଟି ହୋଇଗଲା ଆଜ୍ଞା। ଏମିତିକା ଗୋଟେ ଘଟଣା ଘଟିବ ବୋଲି କିଏ ବା ଜାଣିଥିଲା? ଆପଣଙ୍କ ସାମ୍ନାରେ ଗ୍ରାମବାସୀ ଖୁବ୍ ଛୋଟ ହୋଇଗଲେ ସବୁଦିନ ପାଇଁ। ଏଭଳି ଅପ୍ରସ୍ତୁତ ଆମେ କେବେ ହୋଇନଥିଲୁ। ଏକା ନିଶ୍ୱାସକେ କଥାଗୁଡ଼ା କହି ପକାଇଲା ସେଇ ବୁଢ଼ା ବ୍ୟକ୍ତିଟି। ତାକୁ ଆଶ୍ୱାସନା ଦେଇ ସମରେଶ କହିଲେ, ହଁ, ବାଟରେ ଶୁଣିଲୁ ଗୋଟିଏ ମର୍ଡର ହୋଇଛି ଗାଁ ଭିତରେ। ହଁ ଆଜ୍ଞା, ଆପଣ ଠିକ୍ ଶୁଣିଛନ୍ତି। ନହେଲେ କ'ଣ ଆପଣମାନଙ୍କ ଭଳି ଭଦ୍ର ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ପୁଣି ସବୁ ବନ୍ଦ ବାନ୍ଦ କରିଥାନ୍ତୁ? ସମରେଶ ହସି ହସି କହିଲେ, ଏଥିରେ ଖରାପ ଭାବିବାର କ'ଣ ଅଛି? ଦୁର୍ଘଟଣା ହିଁ ସବୁବେଳେ ଆକସ୍ମିକ ଭାବେ ହୁଏ। ସମରେଶକୁ ଚାହିଁ ମୁଁ କହିଲି, ଆସ, ଏଥର ଘଟଣା କ'ଣ ଦେଖିବା। ପିଲା, ବୁଢ଼ା, ମାଇପ ସମସ୍ତେ ଜମିଥିଲେ କବରଖାନା ଭିତରେ। ଆମକୁ ଆଗେଇବାର ଦେଖି ରାସ୍ତା କରି ପାଖେଇ ଯାଉଛନ୍ତି ସମସ୍ତେ ଗୋଟିଏ ପଟକୁ। ପଡ଼ିଆର ଗୋଟେ ଜାଗାରେ ଟିକେ ଗହଳି ବେଶୀ ଥିଲା।
2 ଜଣ ପୁଲିସ କନେଷ୍ଟବଳ ଛିଡ଼ା ହୋଇଥିଲେ ସେଠାରେ। ଆଉ ଜଣେ ସବ୍ ଇନ୍ସପେକ୍ଟର ତଳକୁ ନଇଁ ପଡ଼ି କ'ଣ ଲକ୍ଷ୍ୟ କରୁଥିଲେ। ମୁଁ ଚାରିଆଡ଼କୁ ନଜର ବୁଲାଇ ଆଣିଲି। ଆମଠାରୁ ଅଳ୍ପ ଦୂରରେ ପଡ଼ିଥିଲା ଗୋଟିଏ ଲୋକର ଶବ। ପୋଷାକପତ୍ର ଅନେକ ଜାଗାରେ ଚିରି ଯାଇଥିଲା ତାର। ଜଣାପଡ଼ୁଥିଲା ଯେପରି ମୃତ୍ୟୁ ପୂର୍ବରୁ ବେଶ କିଛି ଧସ୍ତାଧସ୍ତି କରିଛି ଲୋକଟା ନିଜକୁ ବଞ୍ଚାଇବା ପାଇଁ। ଆଖି ଦୁଇଟି ଖୋଲା ଏବଂ ଡୋଳା ଦୁଇଟି ବେଶ ବଡ଼ ବଡ଼ ଦେଖାଯାଉଥିଲା ତାର। ମୁଣ୍ଡର ବାଳ ସବୁ ବିପର୍ଯ୍ୟସ୍ତ ହୋଇ ଉଡ଼ୁଥିଲା ପବନରେ। ଖଣ୍ଡେ ଫତେଇ ଆଉ ଗୋଟିଏ ଲୁଙ୍ଗି ଥିଲା ଶବଟିର ଦେହରେ। ଫତେଇର ବହୁ ଅଂଶ ଭିଜି ଯାଇଥିଲା ରକ୍ତରେ। ରକ୍ତ ଝରୁଥିଲା ବେକରେ ହୋଇଥିବା କ୍ଷତରୁ। ବେକକୁ ଭଲ ଭାବରେ ଲକ୍ଷ୍ୟ କଲି ମୁଁ। 5ଟି ସୁତୀକ୍ଷ୍ଣ ନଖରେ କେହି ଫୁଟାଇ ଦେଇଛି ବିଚରାର ବେକ। 5ଟି କ୍ଷତ ବେକ ଉପରେ। ରକ୍ତ ବୋହିବା ବନ୍ଦ ହୋଇଯାଇଥିଲା କ୍ଷତରୁ କେତେବେଳୁ। ତା ଉପରେ ଘୂରି ବୁଲୁଥିଲେ ଅନେକ ଗୁଡ଼ିଏ ମାଛି। ସମରେଶ ସେତେବେଳକୁ ଛିଡ଼ା ହୋଇ ସବ୍ ଇନ୍ସପେକ୍ଟରଙ୍କ ସହିତ କିଛି କଥାବାର୍ତ୍ତା କରୁଥିଲେ। ମୁଁ ଧୀରେ ଧୀରେ ତାଙ୍କରି ଦିଗକୁ ଆଗେଇଲି। ସମରେଶ ଛିଡ଼ା ହୋଇଥିଲେ ଗୋଟିଏ କବର ନିକଟରେ। କବରଟି ଖୋଳା ହୋଇ ତା ଭିତରେ ଥିବା କଫିନ୍ଟିକୁ ମଧ୍ୟ ବାହାରକୁ ଅଣାଯାଇଥିଲା। କଫିନ୍ଟିକୁ ମଧ୍ୟ ଉପର ପଟୁ ଖୋଲା ଯାଇଥିଲା। କଫିନ୍ ଭିତରକୁ ଦୃଷ୍ଟି ପକାଇ ଭୟରେ ଚମକି ପଡ଼ିଲି ମୁଁ। ଇସ୍, କି ଭୟାନକ ଦୃଶ୍ୟ! ଧୂଳି ଧୂସରତ ହୋଇ ପୋଷାକରେ ଆବୃତ ହୋଇଥିବା ଏକ ନର କଙ୍କାଳ। ଗୋଟିଏ ହାତରେ ପଞ୍ଝା ରକ୍ତରେ ଜୁଡ଼ୁବୁଡ଼ୁ। ଅନ୍ୟ ହାତଟି ବନ୍ଦ ହୋଇ ମୁଠା ହୋଇଛି। ମୁଠା ଭିତରେ ଖଣ୍ଡିଏ ପୁରୁଣା କନାର କିଛି ଅଂଶ ବାହାରକୁ ବାହାରି ରହିଥିଲା। ଦାନ୍ତର ମାଢ଼ି ବାହାରି ଆସିଥିଲା ବାହାରକୁ। ଜଣାପଡ଼ୁଥିଲା ସତେ ଯେମିତି ଏଇ ଅଳ୍ପ ସମୟ ତଳେ କଙ୍କାଳଟି ଚଲାବୁଲା କରି ଫେରୁଛି। ଗୋଡ଼ରେ ଥିଲା ହଳେ ଦାମୀ ବୁଟ୍, ବିଲକୁଲ ନୂଆ, ମାତ୍ର 2-3 ଦିନର ତଳର ତିଆରି ଯେମିତି। ହଠାତ୍ କ୍ରନ୍ଦନ ଧ୍ୱନିର ଶବ୍ଦରେ ଚମକି ପଡ଼ି ପଛକୁ ଚାହିଁଲି ମୁଁ। ଏକ ମଧ୍ୟବୟସ୍କା ନାରୀକୁ କେତେଜଣ ବୁର୍ଖାଧାରିଣୀ ମହିଳା ଭିଡ଼ି ଧରିଥିଲେ ଜବରଦସ୍ତ ଭାବରେ। ନାରୀଟି କାନ୍ଦି କାଟି ଉତ୍ସନ୍ନ ହେଉଥିଲା ବାହାରେ ପଡ଼ିଥିବା ଶବ ନିକଟକୁ ଆସିବା ପାଇଁ। ବୋଧହୁଏ ମରିଥିବା ଲୋକର ସ୍ତ୍ରୀ ଥିଲା ସିଏ। ସମରେଶ ଓ ସବ୍ ଇନ୍ସପେକ୍ଟର 2 ଜଣ ଯାକ ମୋ ନିକଟକୁ ଫେରୁଥିଲେ। ଆଉ ତାଙ୍କ ପଛେ ପଛେ ସେଇ ବୁଢ଼ା ସରପଞ୍ଚ ମହାଶୟ। ସବ୍ ଇନ୍ସପେକ୍ଟର ଜଣକ ଥିଲେ ଯୁବକ। ମୋ ନିକଟରେ ପହଞ୍ଚି କରମର୍ଦ୍ଦନ କରିବା ପାଇଁ ହାତ ବଢ଼ାଇଲେ। ପରସ୍ପର ଭିତରେ ପରିଚୟ କରାଇ ସାରି ସମରେଶ ମୋତେ କହିଲେ, ବୁଝିଲ ବନ୍ଧୁ, ଘଟଣା ଖୁବ୍ ସାଂଘାତିକ, ମାନେ ତମ ସାହିତ୍ୟିକ ଭାଷାରେ ରୋମାଞ୍ଚକର। ହସ ମାରିଲା ମୋତେ ସମରେଶଙ୍କ କଥା ଶୁଣି। ମୁଁ କହିଲି, ମୋତେ ପୁଣି ସାହିତ୍ୟିକ କଲ କେବେଠୁ? ସେଭଳି ପ୍ରତିଭା ତ ମୋ ଭିତରେ ଥିବା ମୁଁ ନିଜେ ହିଁ ଜାଣିନି। ଏଇଟା ତୁମର ନିଜସ୍ୱ ଆବିଷ୍କାର ନା କ'ଣ? ହଁ, କଲେଜ ଜୀବନରେ ପ୍ରେମ ଚାଲିଥିଲା କିଛି ଦିନ। ଲେଖାଲେଖି ମଧ୍ୟ ଚାଲିଥିଲା। ତା ବୋଲି କ'ଣ ମୁଁ ଜଣେ ସାହିତ୍ୟିକ? ସମରେଶ କିନ୍ତୁ ଛାଡ଼ିବା ମତଲବରେ ମୋତେ ନଥିଲେ। ସେ ହଠାତ୍ କହିଲେ, ସେ ଯାହା ହେଉନା କାହିଁକି, ନିଜର ପ୍ରତିଭାକୁ ଲୁଚାଇ ରଖିବାରେ ତୁମେ ଯେ ସିଦ୍ଧହସ୍ତ ଏକଥା ମାନିବାକୁ ହେବ। ସମରେଶଙ୍କ କଥାରେ ଏକାବେଳେ ହସି ଉଠିଲୁ ସମସ୍ତେ। ଆଉ କିଛି ସମୟ ପର୍ଯ୍ୟନ୍ତ ଆମର ଆଲୋଚନା ଚାଲିଥାନ୍ତା ଯଦି ସରପଞ୍ଚ ମହାଶୟ ଆସି ମଝିରେ ଆମର ଆଲୋଚନାରେ ବାଧା ଦେଇ ନଥାନ୍ତେ। ସରପଞ୍ଚ କହିଲେ, ଆଜ୍ଞା, ଯାହା ହେବାର ତ ହୋଇଗଲାଣି। ଆପଣମାନଙ୍କ ପାଖରେ ଗ୍ରାମବାସୀମାନେ ଖୁବ୍ ଲଜ୍ଜିତ। ମୁଁ ନିଜେ ମଧ୍ୟ ବ୍ୟକ୍ତିଗତ ଭାବରେ ଖୁବ୍ ଦୁଃଖିତ ସେଥିପାଇଁ। ଏଥର ଆଜ୍ଞା ଆସନ୍ତୁ, ଗାଁ ଭିତରକୁ ଯିବା। ଏଠାରେ ଛିଡ଼ା ହୋଇ ଏମିତିରେ କ'ଣ କରିବା? ପୁଣି ମୋ ଆଖି ଆଗରେ ନାଚି ଉଠିଲା ସେଇ ଭୟଙ୍କର ଦୃଶ୍ୟ। କଫିନ୍ ଭିତରର କଥା ମନେ ପଡ଼ିବା ମାତ୍ରେ ମୋ ହୃଦୟ ଭିତରଟା ଯେମିତି ଥରି ଉଠିଲା। ମୁଁ ସବ୍ ଇନ୍ସପେକ୍ଟରକୁ ଚାହିଁ ପଚାରିଲି, କ'ଣ ରଜାକ ବାବୁ, ଘଟଣାଟା କ'ଣ ବୋଲି ଅନୁମାନ କରୁଛନ୍ତି? ରଜାକ ହସି ଦେଇ କହିଲେ, ଆପଣଙ୍କ ଉତ୍କଣ୍ଠା ବେଳକୁ ବେଳ ବଢ଼ି ଚାଲିଛି। ହଉ, ଚାଲନ୍ତୁ ବସି ଆଲୋଚନା କରିବା। ସମରେଶ ଓ ମୋତେ ନେଇ ସରପଞ୍ଚ ଗ୍ରାମକୁ ଫେରିବାକୁ ଆରମ୍ଭ କଲେ। ରଜାକ କହିଲେ, ମୁଁ ଅଳ୍ପ ସମୟ ପରେ ଏଠାରେ କାମଦାମ ସାରି ଯାଉଛି, ଚାଲନ୍ତୁ। କବରଖାନା ଭିତରକୁ ବାହାରି ଆସି ମୁଁ ପୁଣି ଥରେ ପଛକୁ ଫେରି ଚାହିଁଲି। ନୃଶଂସ ଅପରାହ୍ନ ଖରା ଧୀରେ ଧୀରେ ଖସି ଚାଲିଯିବାକୁ ଆରମ୍ଭ କରୁଥିଲା ମାଟି ଉପରୁ, କୌଣସି ଏକ କୌଶଳୀ ଅପରାଧୀ ପରି। ତ ଦର୍ଶକ ବନ୍ଧୁ, ଆଜି ପାଇଁ କାହାଣୀଟି ଏତିକି ଥିଲା। ଏହାର ପାର୍ଟ 2 ଗତକାଲି ଅପଲୋଡ଼ ହେବାକୁ ଯାଉଛି। ଯଦି ଆପଣଙ୍କୁ ଏହି କାହାଣୀଟି ଭଲ ଲାଗିଲା ତେବେ ଆପଣ ପ୍ଲିଜ୍ ଆମ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଆଉ ସୁନ୍ଦର ସୁନ୍ଦର କମେଣ୍ଟ ମଧ୍ୟ ଦିଅନ୍ତୁ। ରହିଲି, ନମସ୍କାର।